ବଜ୍ରାଘାତରେ ଗଲା 7 ଜୀବନ ରାଜ୍ୟର ପୃଥକ ପୃଥକ ସ୍ଥାନରେ ବଜ୍ରପାତ ଯୋଗୁଁ 7 ଜଣଙ୍କର ମୃତ୍ୟୁ ହୋଇଛି। ମୟୂରଭଞ୍ଜ ଜିଲ୍ଲା ବୈସିଙ୍ଗା ଥାନା ସିଙ୍ଗାରପୁର ଗାଁରେ ବିଲରେ କାମ କରୁଥିବା ବେଳେ ବଜ୍ରଘାତ ଯୋଗୁଁ ସ୍ୱାମୀ ଓ ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ଭଦ୍ରକ, କେନ୍ଦୁଝର, ଭଞ୍ଜନଗର, ଚାନ୍ଦବାଲିରେ ଜଣେ ଲେଖାଏଁ ପ୍ରାଣ ହରାଇଛି। ନତଗା ହରିଚନ୍ଦନପୁର ଥାନା ଧୁରୁଡ଼ିଆମ୍ବ ଗାଁରେ ଘର ଉପରେ ବଜ୍ରପାତ ଯୋଗୁଁ ନାବାଳକଙ୍କ ମୃତ୍ୟୁ ଘଟିଛି। ଭଦ୍ରକ ବନ୍ତ ବ୍ଲକ ସାହୁପଡ଼ା ଗାଁରେ ବଜ୍ରଘାତରେ ଜଣେ ଛେଳି ଚରାଳୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ ଆଗରପଡ଼ା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଭଞ୍ଜନଗରର ତାରାସିଙ୍ଗି ଥାନା ତୁଲୋଡ଼ି ଗାଁରେ ବଜ୍ରପାତରେ ଗାଈ ଜଗୁଆଳୀଙ୍କ ମୃତ୍ୟୁ ଘଟିଛି। ଚାନ୍ଦବାଲି ଗୋବିନ୍ଦପୁର ଗାଁରେ ଜଣେ ଯୁବକ ମୃତ୍ୟୁ ହୋଇଥିବା ବେଳେ ତାଙ୍କର କାମାକ୍ଷାନଗର ଭୁବନ ଥାନା ଓଡ଼ିଶା ଗାଁରେ ଜଣଙ୍କର ମୃତ୍ୟୁ ହୋଇଛି।